विज्ञान शिक्षक श्रीजुक्त काशीनाथ साहू आम कमलदास उपस्थित अच्छा तुम सब निज निज प्रोजेक्ट पाखे थाओ आम सारे आमर जो उपदेष्टा अच्छा आम कमिटर आम जड़े जेज गार्डियन आम जड़े जेज गार्डियन सी उपस्थित अच्छा सी बर्तमान तुम प्रोजेक्ट खोलिक देखिए आम सभा कार्य आरंभ करवा।
गोटे उपाय केते टेस्ट कर गछ लगे चलता Kamu saya ni. Kan kau tu pun. Okey. Kau pun tu ya. Ai kau pun dah ni. Ah, dah pun tu kan. Dunia pun. सिंहवाहिनी सर्वशक्तिदायिनी मातंग शिवप्रिय तोर शक्ति संजात आम्भे माने भारत वर्षर युवकगण तोर मंदिर रे आसीन प्रार्थना करूँ शुण मातः ए भारत वर्षे प्रकाश हुई आम माने गति शुण मातः ए भारत वर्षे हुआ मातः दुर्गे सिंहवाहिनी त्रिशूलधारिणी वर्ण अद्भुत सुंदर शरीर मातः जयदायिनी तोर प्रतीक्षारे भारत रही अच्छी तोर से मंगलमयी मूर्ति देखा उत्सुक शुण मातः यही भारत वर्षे आविर्भूत हुआ प्रकाश हुआ मातः दुर्गे बलदायिनी प्रेमदायिनी ज्ञानदायिनी श्री अरविंद शरण आम विद्यालय विज्ञान मेलार आयोजन कर विज्ञान मेला आम कुनी पिला निजर अभिज्ञता बड़े निजस्व चेष्टा करें से निजस्व जो प्रोजेक्ट किए करते आम जो प्रोजेक्ट गुड़ाक ये प्रोजेक्ट गुड़ाक गोटे विशेषता होगा अल्प खर्च हम क्या खर्चर भार कर दिए आमती भाव हम जे नष्ट हेले कौन क्षति हम पिलाने चाहो बुद्धि खर्च करके सब कर भाई को ज्ञान जहाँ भाई को माने कहते भाई तर बुली देखिले भाई को से कहते भाई ज्ञान आम कहे कि आमको बहुत बड़ माने सौभाग्यर कथा जे ये जो भाई आसी से बहुत बड़ स्कूल रही माने 8 रे बॉयज हाई स्कूल कहले बहुत बड़ ना मत ममता फोन करते कहले भाई आ विज्ञान मेला हाँ तुम टे जोगदेव तुम तो सदाबे व्यस्त रोज कार्यक्रम तेणुक आपण आसिक जोगदान हो जहाँ हो शुणिली आमर काशी सार आसुँच जहाँकि विज्ञान बाबद बहुत अभिज्ञता अच्छे प्रणाम एवं समस्त कुनि कुनि पिला जहाँ मुझे धन्यवाद देवी भाई की मत से गुरुवार न फोन कले कल सारे एमती गोटे प्रोग्राम कर आसवे मुझे निश्चित खुशर कथा
ଯାହା ତାଙ୍କ ନିମନ୍ତ୍ରଣ ପାଇକି ମୁଁ ଲେଖିଦେଇଥିଲି ଯେ ମୋର କେଉଁଦିନ କ'ଣ ପ୍ରୋଗ୍ରାମ ସବୁ ଡାଏରୀ ଲେଖିକି ରଖେ ଶନିବାର 11:30 କାଲି ବି ଭାଇ ମୋତେ ଫୋନ୍ କରିଥିଲେ ମୁଁ କହିଲି ମୋର ମନେ ଅଛି ମୋତେ ଥରେ କହିଲା ମାନେ ମୋର ମନରେ ମୁଁ ଭୁଲିବିନି ପିଲାମାନଙ୍କୁ ଆକ୍ଚୁଆଲି ଭାଷଣ ଶୁଣିବାକୁ ବେଶୀ ଭଲ ଲାଗେନି ଅଳ୍ପ କହିଲେ ପିଲା ଶୁଣିବେ ବେଶୀ ସମୟ କହିଲେ ପିଲାମାନେ ଶୁଣିବେନି ଆଉ ମୋ ପାଖରେ ଯେଉଁମାନେ ପଢ଼ିଛନ୍ତି ପିଲା ଆଣିଛନ୍ତି ମୋ କ୍ଲାସ୍ରେ କେବେ 45 ମିନିଟ୍ ପଢ଼ାଏନି କାହିଁକିନା 45 ମିନିଟ୍ ପିଲା କେବେ ବି କନଷ୍ଟାଣ୍ଟଲି ବସିବେନି କେବଳ ଗଣିତ ପଢ଼ିଲା ବେଳେ ଗୋଟେ ଅଧଘଣ୍ଟା ବସିବେ ବିଜ୍ଞାନ 20 ରୁ 25 ମିନିଟ୍ ଇତିହାସ କେବଳ 10 ମିନିଟ୍ 15 ମିନିଟ୍ ପରେ ପିଲା ଆଉ ଶୁଣିବେନି ତ ମୁଁ କ'ଣ କରେ କିଛି ପୁରୁଣା ପାଠ ପଚାରେ 10 ମିନିଟ୍ ପଢ଼ାଏ ପିଲାଙ୍କୁ ଜମା ମାକ୍ସିମମ୍ 25 ମିନିଟ୍ ପଢ଼ାଏ ପୁଣି ତାପରେ ସେଇ ପାଠକୁ ରିଭାଇଜ୍ କରେ ଆପଣ ଯଦି ଘଣ୍ଟାଟେ ପଢ଼େଇବେ ପିଲା ଖାଲି ଆପଣଙ୍କ ମୁହଁକୁ ଅନେଇବେ କିନ୍ତୁ ସେମାନେ କେବେ ବି ଶୁଣିବେନି କାହିଁକିନା ଛୋଟ ପିଲା ତାପରେ ଏଠି ତ ବହୁତ ଛୋଟ ପିଲା ବସୁଛନ୍ତି ଯେଉଁମାନଙ୍କର ଉପଦେଶ ଶୁଣିବା ବୟସ ହିଁ ଆସିନି ଓନ୍ଲି ତାଙ୍କର ଖେଳ ମନୋବୃତ୍ତି ଅଛି ଯାହା ମୁଁ ଯେତିକି ପ୍ରୋଜେକ୍ଟ ବୁଲିକି ଦେଖିଲି ପିଲାମାନେ ଗୋଟିଏ ଭଲ ଲାଗିଲା ସମସ୍ତେ ନିଜସ୍ୱ ଆଇଡ଼ିଆ କରିଛନ୍ତି ଯାହା ଗୁରୁମା କହିଲେ ବେଶୀ ପଇସା କେହି ଖର୍ଚ୍ଚ କରିନାହାନ୍ତି ସମସ୍ତେ ନିଜସ୍ୱ ବୁଦ୍ଧିରେ କରିଛନ୍ତି ଛୋଟ ପିଲା ଏତେ ଆଇଡ଼ିଆ ହେଇନି ସେମାନଙ୍କର କିନ୍ତୁ ଯାହା ବି କରିଛନ୍ତି ଭଲ କରିଛନ୍ତି ତ ପିଲାକୁ ମୁଁ ଜମା 2-3 ପଦ କହିବି ପାଠ ବିଷୟରେ ବେଶୀ କିଛି କହୁନି ପାଠ ଯେତେବେଳେ ପିଲାମାନେ ପଢ଼ୁଛ କେବେ ମାର୍କ ଓରିଏଣ୍ଟେଡ୍ ହେଇକି ପାଠ ପଢ଼ାନି ବା ଯଦି ବି କିଛି ଅଭିଭାବକ ଅଛନ୍ତି ମୁଁ ତାଙ୍କୁ ଅନୁରୋଧ କରୁଛି ପିଲାକୁ କେବେ ମାର୍କ ଓରିଏଣ୍ଟେଡ୍ ପାଠ ପଢ଼ାନ୍ତୁ ପିଲା ପାଠଟା ବୁଝୁ ମାର୍କ ଯାହା ବୁଝି ରଖୁ ମୁଁ ପିଲାଙ୍କୁ ଯେତେବେଳେ ଗଣିତ ପଢ଼ାଏ ପିଲା କ'ଣ କହନ୍ତି ବେଳେବେଳେ ପରୀକ୍ଷାରେ ପିଲା ଠିକ୍ ଜାଣିଥିବ କିଛି ପିଲା ତରବରରେ ମନେକର 23 ପଢ଼ିଛି ସେ 32 ଭାବିକି ପ୍ରଶ୍ନଟା ଉତ୍ତର କରିଦେଇଛି କିନ୍ତୁ ଠିକ୍ କରିଛି ମୁଁ ଏଠି ପିଲା ମାର୍କ କାଟିଲି ତାକୁ କହିଦିଏ କାହିଁକି ସେ ପିଲା ବୁଝିଛି ପିଲା ତାପରେ ଠିକ୍ କରେ ଆଉ ସେ ଭୁଲ କରେ ଯଦି ପିଲାର ମାର୍କଟା ଆମେ କାଟିଦେବା ତାମାନେ କ'ଣ ପିଲା ଗଣିତଟା ବୁଝିନି ପିଲା ଗଣିତଟା ବୁଝିଛି ତ ଆମେ ମାର୍କଟା କାଟିଲେ ପିଲାର ବହୁତ ଡିଫରେନ୍ସ ହେଇଯିବ ତ କେବେ ବି ଆମେ ପିଲାକୁ ମାର୍କ ଓରିଏଣ୍ଟେଡ୍ କରିବା ନାହିଁ ଆଉ ଗୋଟିଏ ଜିନିଷ ପିଲାମାନେ ମନେ ରଖିବ ଯେଉଁ ଜିନିଷଟା ପଢ଼ିବ ସେଇଟା ବୁଝିବ ଆମର ଗୋଟେ ଇଂଲିଶରେ ଅଛି ପ୍ରଭବ ଇଫ୍ ଆଇ ହିୟର ଆଇ ଫରଗେଟ୍ ଇଫ୍ ଆଇ ସି ଆଇ ରିମେମ୍ବର ଇଫ୍ ଆଇ ଡୁ ଆଇ ଅଣ୍ଡରଷ୍ଟାଣ୍ଡ ଶୁଣିଲେ ମୁଁ କଥାଟା ଫଟନା ଭୁଲିଯିବି ମୁଁ ତୁମମାନଙ୍କୁ ସୋଲାର ପ୍ୟାନେଲ ବିଷୟରେ ଖାଲି କହିଦେଇଥିବି ତୁମେ କିନ୍ତୁ ଭୁଲିଯିବ କିନ୍ତୁ ତୁମେ ଯଦି ସୋଲାର ପ୍ୟାନେଲର ଫିଗରଟା ଦେଖିଛ ତୁମେ ଭବିଷ୍ୟତରେ ରିକଲ୍ କରିପାରିବ ପାଟି ଆରମ୍ଭ କଲେ ପିଲାଙ୍କର କାରଣ ଘଣ୍ଟେ ଅଲରେଡ଼ି ଶୁଣିଲେଣି ଆଉ ଶୁଣିବେନି କିନ୍ତୁ ଯଦି ତାକୁ ନିଜେ କରିଦେଇଥିବ ତେବେ ତୁମେ ବୁଝିପାରିବ ଆଉ ସାଇନ୍ସ ତ ପ୍ରତ୍ୟେକ ଜିନିଷଟା ସାଇନ୍ସ ମୁଁ ଏଠି କଥା କହୁଛି ସାଇନ୍ସ ମୋ କଥା ତୁମ ପାଖରେ ପହଞ୍ଚୁଛି ସାଇନ୍ସ ଆମେ ଏଠି ଠିଆ ହେଇଛେ ସାଇନ୍ସ ଆମେ ଏଠି ପ୍ରତ୍ୟେକ ଜାଗାରେ ସାଇନ୍ସ ଅଛି ଆଉ ଗୋଟେ ଜିନିଷ ପିଲାମାନେ ମନେ ରଖିବ ସବୁବେଳେ କ୍ଲାସ୍ରେ ପ୍ରଶ୍ନ ପଚାରିବାର ଚେଷ୍ଟା କରିବ ସବୁବେଳେ ଉତ୍ତର ଦେବାଟା ବଡ଼ କଥା ନୁହେଁ ଯେଉଁ ପିଲା କ୍ଲାସ୍ରେ ପ୍ରଶ୍ନ ପଚାରେ ସେ ପିଲା ବେଶୀ ଜ୍ଞାନୀ ଯେ ଉତ୍ତର ଦେଉଛି ଉତ୍ତରଟା ସମସ୍ତେ ଦେଇପାରିବେ କିନ୍ତୁ ପ୍ରଶ୍ନ ସବୁ ପିଲା ପଚାରି ପାରିବେନି ଯଦି ଗୋଟେ ପିଲା ପାଠର ଡେପ୍ଥକୁ ପଶିଛି ସେ ହିଁ କେବଳ ପ୍ରଶ୍ନ ପଚାରିପାରିବ ଆରେ ବୁଝିଲେ ନାହିଁ ଆଉ ଗୋଟେ ଜିନିଷ ତୁମମାନଙ୍କ ସବୁଠୁ ବଡ଼ କଥା ହେଉଛି ପ୍ରତ୍ୟେକ ଦିନ କିଛି ସମୟ ଖେଳିବ ପାଟି ନାହିଁ ବର୍ତ୍ତମାନ ଗୋଟେ ସବୁ ପିଲାକୁ କହୁଛନ୍ତି ଏତେ ଟ୍ୟୁସନ୍ ଏତେ ସ୍କୁଲରେ ପ୍ୟାକ୍ ଯେ ପିଲା ଖେଳିବାକୁ ସମୟ ପାଉନି ସବୁ ଅଭିଭାବକ ବାପା ହୁଅନ୍ତୁ ବା ସମସ୍ତେ ଖାଲି ପିଲାକୁ 3-4 ଟ୍ୟୁସନ୍ ତାପରେ ସ୍କୁଲ ପୁଣି ହୋମ୍ ଟାକ୍ସ ଏତେ ପରିମାଣ ମୁଁ ବି କହୁଛି ମୋ ପୁଅ ଦିଅ ଏତେ ଟାକ୍ସ ଆସୁଛି ଯେ ରାତି 10ଟା ବେଳକୁ ମୋ ପୁଅ କାନ୍ଦିବ ବାପା କାଲି ସ୍କୁଲ ଯଦି କାହିଁକି ଏତେ ଟାକ୍ସ ମୁଁ କରିପାରିବ ତ ଏ ଜିନିଷ ନୁହଁ ପିଲାକୁ ଆମେ ସମସ୍ତେ ଚେଷ୍ଟା କରିବା ପିଲା ନିହାତି ଘଣ୍ଟାରୁ 2 ଘଣ୍ଟା ଖେଳୁ ଆଉ ସବୁଠୁ ବର୍ତ୍ତମାନ ଯେଉଁଟା ସବୁଠୁ ଖରାପ ଜିନିଷ ହେଲାଣି ପିଲାମାନଙ୍କର ମୋବାଇଲ ସମସ୍ତେ ବୋଧେ ମୋବାଇଲ ସାଂଘାତିକ ଦେଖୁଥିବ କେଉଁମାନେ ଦେଖିବା ଜମା ମୋବାଇଲ ଦେଖୁନା ହାତ ଦେଖିବ କେଉଁ ପିଲାମାନେ ଜମା ବି ମୋବାଇଲ ଦେଖୁନା ସେ ଗୋଟିଏ ପିଲା ହାତ ଦେଖି ଜମା ସେ ମୋବାଇଲ ଦେଖୁନି ହଉ ମୁଁ ଆଉ ବିଶେଷ କିଛି କହୁନି କାରଣ ତୁମେ ଆଉ ଶୁଣିବା ପରିସ୍ଥିତି ବି ନାହ ହେଲା ଧନ୍ୟବାଦ ଜଣାଉଛି ଯାହା ସ୍କୁଲର ପରିଚାଳନା କମିଟି ଏବଂ ଭାଇକି ଯିଏକି ମୋତେ ଡାକିକି ନିମନ୍ତ୍ରଣ କରିଥିଲେ ଉପସ୍ଥିତ ଅତିଥି ଓ ଅବଭାଇ ଛୋଟ ଛୋଟ ପିଲାମାନେ
ଆଜି ଯେଉଁ ବିଜ୍ଞାନ ମେଳା ସେମିତି ଦେଖିଲେ ବିଜ୍ଞାନ ବିଷୟରେ ତୁମମାନଙ୍କର ଧାରଣା ତ ବହୁତ କମ୍, କିନ୍ତୁ ଏତିକି ବି କହିବି ଆମେ ଯେତେ ମଣିଷ ପୃଥିବୀ ପୃଷ୍ଠରେ ରହିଛେ ବା ଜୀବଜନ୍ତୁ ଯିଏ ବି ଇଏ ହେଇଛନ୍ତି ସମସ୍ତେ କିଛି ନା କିଛି ବିଜ୍ଞାନ ଯୋଗୁଁ ହିଁ ବଞ୍ଚିଛନ୍ତି, ମୁଖ୍ୟତଃ ଆଜିକାର ମଣିଷମାନେ। ଏତିକି ମୁଁ କହି ତମେମାନେ ବିଜ୍ଞାନଟାକୁ ଦୈନନ୍ଦିନ ଜୀବନରେ ଲଗାଅ। ଆଉ ଏଇ ଯେଉଁ ଜିନିଷଟା ଅପା ମାନେ କରିଛନ୍ତି ସେମାନଙ୍କୁ ଧନ୍ୟବାଦ, କାହିଁକିନା ସବୁଥର ଆମେ ସୁବିଧା ସୁଯୋଗ ପାଉନେ ଏସବୁ ଜିନିଷ କରିବା ପାଇଁ। ଏସବୁ ହେଲେ ପିଲାମାନଙ୍କର ଖାଲି ବିଜ୍ଞାନ ବିଷୟରେ ଜ୍ଞାନ ନୁହଁ, ସବୁ ବିଷୟରେ ଜ୍ଞାନ ବଢ଼ିବ, ଯେମିତି ଆମ ସ୍କୁଲରେ ହେଉଥାଉ। ଏତିକି କହି ମୁଁ ଆଜି ମୋର ବକ୍ତବ୍ୟ ଶେଷ କରୁଛି ଏବଂ ଧନ୍ୟବାଦ। ये प्रोजेक्ट कौन कर कौन प्रोजेक्ट तुम्हें किते मत दे हे माँ मुझे छिपारी दे तुम्हें किते मत दे हे माँ मुझे छिपारी दे किछि देवी बोली भाबिला बेला को किछि देवी बोली भाबिला बेला को मन करे नाही नाही मन करे नाही नाही तुम्हें केते मत दे हे माँ मु किछि पारिनी दे मु किछि पारिनी दे हाथ धरी मोर पारी करियछ केते नदी गिरी बन झड़ बेले मोते घोड़ाई रखिछ सत्य की आदर धन झुटी पड़िले मु आउसी देछ झुटी पड़िले मु आउसी देछ केते आश्वासन दे केते आश्वासन दे तुम्हें केते मत दे हे माँ मु किछि पारिनी दे मु किछि पारिनी दे आखिरु झरी
ভিডিওটিକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।